ବନ୍ଧୁଗଣ, ଭାରତ ଅନେକ ଥର ବନ୍ଦ ହେବାର ଦେଖିଛନ୍ତି। ମାନେ ଭାରତ ପୁରା ସମ୍ପୂର୍ଣ୍ଣ ରୂପେ ବନ୍ଦ ହେବାର ଦେଖିଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଯଦି ବନ୍ଦ ହେଉଛି ଗୋଟିଏ ଦିନ ପାଇଁ ଭାରତ, ତେବେ ଭାରତର କ'ଣ ଲାଭ ହୁଏ ବା କ'ଣ କ୍ଷତି ହୁଏ? ତେବେ ଏ ବିଷୟରେ ଆପଣ କେବେ ଚିନ୍ତା କରିଛନ୍ତି କି? ଯଦି ଚିନ୍ତା କରିନାହାନ୍ତି, ତେବେ ଆଜି ଚାଲନ୍ତୁ ଜାଣି ନିଅନ୍ତୁ ଯେ ଗୋଟିଏ ଦିନ ଯଦି ଭାରତ ବନ୍ଦ ହୋଇଯାଏ, ତେବେ ତାହାର କେତେ ହାନି ହୋଇଥାଏ ଆଉ ଅଳ୍ପ କିଛି ଯେଉଁ ଲାଭ ହୋଇଥାଏ ସେ ବିଷୟରେ ଆପଣ ଆଜି ଏହି ଭିଡ଼ିଓରେ ଜାଣିପାରିବେ। ଦେଖନ୍ତୁ, ଏକ ଦିନର ବନ୍ଦରେ ଦେଶର ବିଭିନ୍ନ ପ୍ରକାର କ୍ଷେତ୍ରରେ ବ୍ୟାପକ ପ୍ରଭାବ ପକାଏ, ଯାହାରେ ଆର୍ଥିକ, ସାମାଜିକ, ଶିକ୍ଷାମୂଳକ ଏବଂ ପରିବେଶୀୟ ମାମଲା ସାମିଲ ଅଛି। ଆସନ୍ତୁ ଏହାକୁ ବିସ୍ତାର ରୂପେ ବୁଝିବାକୁ ଚେଷ୍ଟା କରିବା। ଏବଂ ସେବା କ୍ଷେତ୍ରରେ ଏହା ବହୁତ ହାନି ପହଞ୍ଚାଇଥାଏ। ବନ୍ଦ ସମୟରେ କାରଖାନା, କାର୍ଯ୍ୟାଳୟ, ଦୋକାନ ଏବଂ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହେ। ଏହାରେ ଦେଶର ଉତ୍ପାଦନରେ ଭାରି ଗିରାବଟ ଆସେ। ମାନୁଫ୍ୟାକ୍ଚରିଂ ସେକ୍ଟରରୁ ଆରମ୍ଭ କରି ସର୍ଭିସ ସେକ୍ଟର ପର୍ଯ୍ୟନ୍ତ ପ୍ରତ୍ୟେକ ଜାଗାରେ କାମ ହେଉଛି, ଯାହାରେ ଏହା ଜିଡିପି ଉପରେ ସିଧାସିଧି ପ୍ରଭାବ ପକାଏ। ଏକ ଦିନ ବନ୍ଦ ବଡ଼ ଏବଂ ଛୋଟ ବ୍ୟବସାୟୀମାନଙ୍କ ପାଇଁ ହାନିକାରକ ସାବିତ ହୁଏ। ବ୍ୟବସାୟୀମାନେ ନିଜର ବ୍ୟବସାୟରେ ହେଉଥିବା ହାନିକୁ ମୁକାବିଲା କରିବାକୁ ପଡ଼େ, ଯାହା ଅର୍ଥନୀତିରେ ଏକ ଅସ୍ଥାୟୀ ଝଟକା ଦିଏ। ବିଦେଶୀ ବ୍ୟବସାୟରେ ମଧ୍ୟ କମି ଆସେ, କାରଣ ଆୟତ ଏବଂ ନିର୍ଯାତ ଦୁହେଁ ମାରି ହୋଇଯାଏ। ଏହି କାରଣରେ ଦେଶର ମୁଦ୍ରା ଉପରେ ଚାପ ପଡ଼ିପାରେ। ଚାକିରି କ୍ଷେତ୍ରରେ ଯେଉଁମାନେ ଦିହାଡ଼ି ମଜଦୁରୀ ଉପରେ ନିର୍ଭର କରନ୍ତି, ସେମାନଙ୍କୁ ସବୁଠୁ ଅଧିକ ହାନି ହୁଏ। ଏକ ଦିନର ବନ୍ଦ ସେମାନଙ୍କ ପାଇଁ ଏକ ଦିନର ଆୟ ହରାଇବା ସମାନ, ଯାହା ସେମାନଙ୍କର ଜୀବନଯାପନକୁ ପ୍ରଭାବିତ କରିପାରେ। ଏହା ଛଡ଼ା ଅନ୍ୟ ଅସଙ୍ଗଠିତ କ୍ଷେତ୍ରର କର୍ମଚାରୀମାନଙ୍କୁ ମଧ୍ୟ ଏହାର ନକାରାତ୍ମକ ପ୍ରଭାବ ପକାଏ। ସାମାଜିକ ଏବଂ ଜନଜୀବନ ଉପରେ ପ୍ରଭାବ କ'ଣ କେମିତି ପଡ଼େ ତା ବିଷୟରେ ଜାଣି ନିଅନ୍ତୁ। ସ୍ୱାସ୍ଥ୍ୟସେବା ଉପରେ ମୁଖ୍ୟତଃ ଯାହା ପ୍ରଭାବ ପଡ଼ୁଛି, ବନ୍ଦ ସମୟରେ ସ୍ୱାସ୍ଥ୍ୟ ସେବାମାନ ମଧ୍ୟ ପ୍ରଭାବିତ ହୁଏ। ହସ୍ପିଟାଲ ଏବଂ ଅନ୍ୟାନ୍ୟ ଚିକିତ୍ସା ସେବାମାନ ବନ୍ଦ ହେଲେ ରୋଗୀମାନେ ସମୟରେ ଚିକିତ୍ସା ପାଇପାରନ୍ତି ନାହିଁ, ଯାହାରେ ଗମ୍ଭୀର ପରିଣାମ ହୋଇପାରେ। ଔଷଧ ଏବଂ ଅନ୍ୟାନ୍ୟ ଚିକିତ୍ସା ଆପତ୍ତିର ଅଭାବ ହୋଇପାରେ, ଯାହାରେ ରୋଗୀମାନଙ୍କର ଜୀବନକୁ ଅପାୟ ଘେରିଥାଏ। ପରିବହନ ଏବଂ ସଞ୍ଚାର କ୍ଷେତ୍ରରେ ବନ୍ଦ ଦିନ ପରିବହନ ସେବା ବନ୍ଦ ହୋଇଥାଏ, ଯାହାରେ ଲୋକମାନଙ୍କର ଯାତ୍ରା ବାଧାପ୍ରାପ୍ତ ହୁଏ। ରେଲୱେ, ବସ୍ ସେବା ଏବଂ ବିମାନ ବନ୍ଦରରେ କାମକାଜ ବନ୍ଦ ହୋଇଥାଏ, ଯାହାରେ ଯାତ୍ରୀମାନେ ଅନେକ ପରିଶ୍ରମକୁ ସମ୍ମୁଖୀନ ହୁଅନ୍ତି। ଆବଶ୍ୟକ ଜିନିଷର ଆପତ୍ତି ବାଧିତ ହୋଇପାରେ, ଯାହାରେ ଖାଦ୍ୟ ଆପତ୍ତି ଏବଂ ଦୈନିକ ଜୀବନର ଅନ୍ୟାନ୍ୟ ଆବଶ୍ୟକତାମାନେ ପ୍ରଭାବିତ ହୋଇପାରନ୍ତି। ସେମିତି ଶିକ୍ଷା କ୍ଷେତ୍ରରେ ସ୍କୁଲ ଏବଂ କଲେଜ ବନ୍ଦ ହେଲେ ଛାତ୍ରମାନଙ୍କର ପଢ଼ା ହତ୍ୟାହତ୍ୟ ହୁଏ। ସେମାନଙ୍କ ଶିକ୍ଷାର ଏକ ଦିନର ହାନି ହୋଇପାରେ, ଯାହା ସେମାନଙ୍କର ଦୀର୍ଘ ସମୟର ପଢ଼ା ଉପରେ ପ୍ରଭାବ ପକାଇପାରେ। ପରୀକ୍ଷା ଏବଂ ଅନ୍ୟାନ୍ୟ ଶିକ୍ଷାମୂଳକ କାର୍ଯ୍ୟକଳାପରେ ବିଳମ୍ବ ହୋଇପାରେ, ଯାହାରେ ଛାତ୍ରମାନଙ୍କର ତିଆରି ଏବଂ ମାନସିକ ଅବସ୍ଥା ପ୍ରଭାବିତ ହୋଇପାରେ। ନିୟମ ଏବଂ ବ୍ୟବସ୍ଥାରେ ପ୍ରଭାବ ଅଶାନ୍ତି ଏବଂ ହିଂସାରେ କେମିତି ପ୍ରଭାବ ପକାଏ ସେ ବିଷୟରେ ଜାଣି ନିଅନ୍ତୁ। ବନ୍ଦ ସମୟରେ ଅନେକ ଜାଗାରେ ଅଶାନ୍ତି, ହିଂସା ଏବଂ ତୋଡ଼ଫୋଡ଼ ଘଟଣା ହୋଇପାରେ। ଏହାରେ ନିୟମ ଏବଂ ବ୍ୟବସ୍ଥାର ଅବସ୍ଥା ଖରାପ ହୋଇପାରେ ଏବଂ ପୋଲିସ ଏବଂ ସୁରକ୍ଷା ବଳରେ ଅଧିକ ଚାପ ପଡ଼ିଯାଏ। ସାର୍ବଜନିକ ସମ୍ପତ୍ତିରେ ହାନି ହୋଇପାରେ, ଯାହାରେ ସରକାର ଏବଂ ସାଧାରଣ ଲୋକମାନଙ୍କୁ ଆର୍ଥିକ ହାନି ହୋଇଥାଏ। ସେମିତି ପରିବେଶୀୟ ପ୍ରଭାବ, ପ୍ରଦୂଷଣରେ କମି କେମିତି ହେଇଥାଏ ସେ ବିଷୟରେ ଜାଣି ନିଅନ୍ତୁ। ବନ୍ଦ ସମୟରେ ଗାଡ଼ି ଏବଂ କାରଖାନା ବନ୍ଦ ରହିବା ଦ୍ୱାରା ପ୍ରଦୂଷଣର ସ୍ତରରେ ଅସ୍ଥାୟୀ ହ୍ରାସ ଦେଖାଦେଇପାରେ। ଏହା ପରିବେଶ ପାଇଁ ଏକ ସକାରାତ୍ମକ ପହଞ୍ଚ ହୋଇପାରେ, ଯାହାରେ ହାବା ଗୁଣମାନରେ ଉନ୍ନତି ଆସିପାରେ। ଧ୍ୱନି ପ୍ରଦୂଷଣରେ ମଧ୍ୟ କମି ଆସେ, ଯାହା ପରିବେଶକୁ କିଛି ମାତ୍ରାରେ ରାହତ ଦିଏ। ସେମିତି ରାଜନୈତିକ ଏବଂ ସାମାଜିକ ଲାଭ ବା ଜନଜାଗରଣ କ'ଣ ହୋଇପାରେ ସେ ବିଷୟରେ ଜାଣି ନିଅନ୍ତୁ। ବନ୍ଦର ଆହ୍ୱାନ କରୁଥିବା ସମୂହ ନିଜର ମାମଲାଗୁଡ଼ିକୁ ଧ୍ୟାନ ଆକର୍ଷଣ କରିବାରେ ସଫଳ ହୋଇପାରନ୍ତି। ଏହାରେ ସରକାର ଏବଂ ଜନତାର ଧ୍ୟାନ ସେମାନଙ୍କର ସମସ୍ୟାମାନଙ୍କ ଉପରେ ଯାଇପାରେ। କେବେ କେବେ ଏପରି ବନ୍ଦର ପରେ ସରକାରଙ୍କୁ କିଛି ପଦକ୍ଷେପ ନେବାକୁ ବାଧ୍ୟ ହେବାକୁ ପଡ଼େ, ଯାହାରେ ବନ୍ଦର ଆହ୍ୱାନ କରୁଥିବା ସମୂହକୁ ଲାଭ ହୋଇପାରେ ବା ଆର୍ଥିକ ଅସନ୍ତୁଳନର ପ୍ରଭାବ। ଯଦିଓ ବନ୍ଦର ଲାଭ ସୀମିତ ଏବଂ ଅସ୍ଥାୟୀ ହୋଇଥାଏ, ତଥାପି ଏହାରେ କିଛି ହଦ ପର୍ଯ୍ୟନ୍ତ ସମାଜରେ ଜାଗରଣ ବଢ଼ିଯାଇପାରେ। ବନ୍ଦ ମାଧ୍ୟମରେ ଲୋକମାନେ ନିଜର ଆବାଜ ଉଠାଇବାର ଚେଷ୍ଟା କରନ୍ତି, ଯାହା ନିଜର ଅଧିକାର ପାଇଁ ଲଢ଼ିବାର ଅବସର ଦିଏ।